ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ। ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ଥିବା କୁପାଳୁ ରାଇସ୍ ମିଲ୍ ସାମ୍ନାରେ ଏକ 14 ଚକିଆ ଟ୍ରକ୍ ରଙ୍ଗ ରୁଟ୍ରେ ଆସି ଏକ ଅଲ୍ଟୋ କାରକୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ 2 ଜଣଙ୍କର ମୃତ୍ୟୁ ଘଟିଛି। ଲୋକମାନଙ୍କ ସହାୟତାରେ 108 ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲ ନିଆଯାଇଥିଲା। ସେଠାରେ ଡକ୍ଟର ମୃତ୍ୟୁ ଘୋଷଣା କରିଛନ୍ତି। ସୂଚନା ମୁତାବକ ଦୁର୍ଘଟଣାରେ ଜଣେ ପୋଲିସ ଡିଏସ୍ପିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଡିଏସ୍ପି ବଳରାମ ନାୟକ ନିଜ ଘର ଘଟଗାଁରୁ ଯାଜପୁର ଦେଇ ନିଜର କର୍ମକ୍ଷେତ୍ର ବାଲେଶ୍ୱରକୁ ମାରୁତି ଅଲ୍ଟୋ କାରରେ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା। ସୂଚନା ମୁତାବକ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବେଳେ ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ ଏବଂ ଡିଏସ୍ପିଙ୍କ ଆଇଡେଣ୍ଟି କାର୍ଡରୁ ତାଙ୍କ ପରିଚୟ ମିଳିପାରିଛି ଓ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ।